ଶ୍ରୀମଦ୍ ଭଗବତ ଗୀତାର କେତେ ଗୁଡ଼ିଏ ଶ୍ଲୋକକୁ ନେଇ ଗୀତା ଅମୃତ ଧାରାର ପ୍ରବାହକୁ ଜାରି ରଖିଛନ୍ତି। ଆପଣମାନଙ୍କୁ ସମସ୍ତଙ୍କୁ ହୃଦୟରୁ ସ୍ୱାଗତ। ଆମେ ଅର୍ଜୁନ ବିଷାଦ ଯୋଗ ଅର୍ଥାତ୍ ପ୍ରଥମ ଅଧ୍ୟାୟର ଶ୍ଲୋକ ଗୁଡ଼ିକ ପଢ଼ିଛନ୍ତି, ଯେଉଁଥିରେ ସଞ୍ଜୟ କୁରୁକ୍ଷେତ୍ରର ବିବରଣୀ ରାଜା ଧୃତରାଷ୍ଟ୍ରଙ୍କୁ ପ୍ରଦାନ କରୁଛନ୍ତି ଏବଂ ସେଠାରେ ଯୁଧିଷ୍ଠିର ଅର୍ଜୁନ, ଭୀମ, ନକୁଳ, ସହଦେବ ଏବଂ ତାଙ୍କ ସହିତ ଥିବା ବିରାଟ ପାଣ୍ଡବ ସେନା ଏବଂ କୌରବ ସେନା, ଯାହା ଯୁଧିଷ୍ଠିରଙ୍କ ନେତୃତ୍ୱରେ ଏବଂ ତାଙ୍କର ସେନାପତି ଦ୍ରୋଣ, ଭୀଷ୍ମ, କୃପାଚାର୍ଯ୍ୟ ଏଭଳି ମହାନ ରଥିମାନଙ୍କ ଦ୍ୱାରା ସୁରକ୍ଷିତ ପରିଚାଳିତ ତାର ଏକ ପରିଚୟ ପାଇଥିଲେ। ସେମାନଙ୍କର ଶଙ୍ଖ, ସେମାନଙ୍କର ରଥ, ସେମାନଙ୍କ ଭିତରେ ଥିବା ବିଶ୍ୱାସ, ଆତ୍ମବିଶ୍ୱାସ, ଏସବୁ କଥା ଗୁଡ଼ିକ ଆଲୋଚନା ହୋଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଯୁଦ୍ଧର ମଝିରେ ଛିଡ଼ା ହୋଇ ଅର୍ଜୁନ କିଭଳି କୃଷ୍ଣଙ୍କୁ ଯୁଦ୍ଧ କରିବେ ନାହିଁ ବୋଲି କହିଥିଲେ ଏବଂ ଯୁଦ୍ଧ ଦ୍ୱାରା ଆତ୍ମୀୟ ସ୍ୱଜନମାନଙ୍କୁ ହତ୍ୟା କରିବାକୁ ପଡ଼ିବ ଏବଂ ସେଥିରେ ବେଶୀ କିଛି ଲାଭ ନାହିଁ। ତେଣୁ ସେ ରାଜ୍ୟ ଭୋଗ କରିବାକୁ ଚାହୁଁନାହାନ୍ତି। ଆତ୍ମୀୟମାନଙ୍କୁ ହତ୍ୟା କରି ସେ ବ୍ୟଥିତ ହୋଇଛନ୍ତି, ଚିନ୍ତିତ ହୋଇଛନ୍ତି, ମୁହ୍ୟମାନ ହୋଇଛନ୍ତି ଏବଂ ତାଙ୍କର ଶାରୀରିକ ମାନସିକ ଅସୁସ୍ଥତାର କଥା ସେ କୃଷ୍ଣଙ୍କୁ କହିଛନ୍ତି। କିଭଳି ଭାବରେ ଯୁଦ୍ଧର ପରିଣତି ସାମାଜିକ ପ୍ରଭାବ ତିଆରି କରିବ, କିଭଳି ଭାବରେ ବର୍ଣ୍ଣ ସଂକର ତିଆରି ହେବେ, କୁଳ ସ୍ତ୍ରୀମାନଙ୍କର କେଉଁ ଅବସ୍ଥା ହେବ, ଏ ସମସ୍ତ କଥାକୁ ପୂର୍ଣ୍ଣ ରୂପେ ବର୍ଣ୍ଣନା କରିଛନ୍ତି। ତେଣୁ ଆମେ ଆଜି ହୁଏତ ସେହି ଅର୍ଜୁନ ବିଷାଦ ଯୋଗ ସମ୍ପର୍କରେ ଅଳ୍ପ କିଛି ବିଷୟ ଆଲୋଚନା କଲା ପରେ ଦ୍ୱିତୀୟ ଅଧ୍ୟାୟ ଯେଉଁଟା କୁହାଯାଉଛି ସାଂଖ୍ୟ ଯୋଗ, ତା ଉପରେ ଆମେ ଆଲୋଚନା ଆରମ୍ଭ କରିପାରିବା। ସାଂଖ୍ୟ ଯୋଗ ଆପଣମାନେ ଜାଣନ୍ତି ଭାରତୀୟ ଦର୍ଶନର ସବୁଠାରୁ ବଳିଷ୍ଠତମ ଦର୍ଶନ ଏବଂ ଏହି ସାଂଖ୍ୟ ଯୋଗ କିଭଳି ଭାବରେ ଭାରତୀୟ ଆଧ୍ୟାତ୍ମିକତାକୁ, ଭାରତର ଧାର୍ମିକ ପରମ୍ପରା ଗୁଡ଼ିକୁ ପ୍ରଭାବିତ କରିଛି, ସେ ବିଷୟରେ ଆମେ ଧୀରେ ଧୀରେ ଆଲୋଚନା କରିବା। ତେବେ ଆମେ ଜାଣିଛୁ ଯେ ଏଇ ଯେଉଁ ଗୀତାର ଯେଉଁ ସଂକଳ୍ପ ବାକ୍ୟ, ତାହା ଅତ୍ୟନ୍ତ ସୁନ୍ଦର ଓ ସାରଗର୍ଭକ। ତେଣୁ ଏହି ଗ୍ରନ୍ଥର ଯାହା କଣ୍ଟେଣ୍ଟ ରହିଛି, ଯାହା ବିଷୟବସ୍ତୁ ରହିଛି, ତାହା ସମସ୍ତଙ୍କୁ ବିସ୍ତୃତ ଜ୍ଞାନ ପ୍ରଦାନ କରିବ ଏବଂ ଭଗବତ ଗୀତାର ପ୍ରତ୍ୟେକ ଅଧ୍ୟାୟକୁ ଉପନିଷଦର ମାନ୍ୟତା ଦିଆଯାଇଛି ଏବଂ ସ୍ଥଳ ବିଶେଷରେ ଭଗବତ ଗୀତାକୁ ଉପନିଷଦର ସାର ବା ସାରାଂଶ ବୋଲି କୁହାଯାଉଛି। ଆମେ ଯେଉଁ ପ୍ରଥମ ଅଧ୍ୟାୟଟି ପଢ଼ିଲେ ତାହା ଅର୍ଜୁନ ବିଷାଦ ଯୋଗ। 18ଟି ଅଧ୍ୟାୟ ମଧ୍ୟରୁ ଏହା ହେଉଛି ପ୍ରଥମ ଅଧ୍ୟାୟ। ଉପନିଷଦର ମୂଳ କଥା ଥିଲା ପାଖରେ ବସି ପ୍ରଶ୍ନ ପଚାରିବା ବା ଜ୍ଞାନ ଚର୍ଚ୍ଚା କରିବା। ଏଠାରେ ଋଷିଙ୍କର କାର୍ଯ୍ୟ ତୁଲେଇଛନ୍ତି ଶ୍ରୀକୃଷ୍ଣ, ଯିଏ ବହୁ ଶସ୍ତ୍ର ଓ ଶାସ୍ତ୍ରର ବିଶାରଦ ଥିଲେ ଏବଂ ମାନବ ଜିଜ୍ଞାସାର ଓ ମାନବ ଅନୁଭୂତିର, ମାନବ ପ୍ରଶ୍ନ ଗୁଡ଼ିକର, ମାନବ ମନସ୍ଥିତିର ଯିଏ ଜଣେ ପ୍ରତୀକ ପୁରୁଷ ଥିଲେ ଅର୍ଜୁନ, ସେ ତାଙ୍କୁ ପ୍ରଶ୍ନ ପଚାରୁଛନ୍ତି। ଏହି କୃଷ୍ଣ ଅର୍ଜୁନଙ୍କର ସମ୍ବାଦ ହିଁ ହେଉଛି ଭଗବତ ଗୀତାର ମୂଳ କଥା। ଅର୍ଥାତ୍ ଆମେ ଦେଖୁଛୁ ଯେ ଆମକୁ ଏହି ଭଗବତ ଗୀତା ଅଧ୍ୟୟନ କରିବାକୁ ଯେତେବେଳେ ଆମକୁ ଯିବାକୁ ପଡ଼ୁଛି, ସେତେବେଳେ ଉପନିଷଦ ଗୁଡ଼ିକୁ ପାଠ କରିବାର ଯେଉଁ ଗୋଟେ ସର୍ତ୍ତ ରହିଛି ବା ସାମାନ୍ୟ ସାବଧାନତା ରହିଛି, ତାକୁ ମଧ୍ୟ ଆମେ ପାଳନ କରିବା ଉଚିତ। କାହିଁକି ନା ଏଗୁଡ଼ିକ ଶ୍ଲୋକ ଗୁଡ଼ିକ ଗୂଢ଼ ଅର୍ଥ ବହନ କରନ୍ତି
ତେଣୁ ଗୂଢ଼ ଅର୍ଥକୁ ବୁଝିବାକୁ ହେଲେ ଆମକୁ ଟିକେ ମନନ କରିବାକୁ ହେବ ଏବଂ ଆମେ ଜଣେ ଲକ୍ଷ୍ୟାର୍ଥୀ ଭାବରେ ଲକ୍ଷ୍ୟ ଥିବା ଜଣେ ବିଦ୍ୟାର୍ଥୀ ଭାବରେ ଉପନିଷଦର ଏହି କଥା ଗୁଡ଼ିକୁ ଆଲୋଚନା କରିବା। ତେଣୁ ଉପନିଷଦର ପ୍ରକୃତ ଅର୍ଥ ହେଉଛି ତତ୍ତ୍ୱଜ୍ଞାନୀ ଗୁରୁଙ୍କର ସମୀପରେ ପହଞ୍ଚି ତାଙ୍କର ନିକଟରେ ବସି ଅତ୍ୟନ୍ତ ବିନମ୍ର ଭାବରେ ନିଶ୍ଚୟତା ପୂର୍ବକ ତେଣୁ ଅଧ୍ୟୟନ କରିବା। ବିଶ୍ୱର ଯେତେ ଧାର୍ମିକ ଗ୍ରନ୍ଥ ସବୁ ରହିଛି ଆଉ ସେମାନେ ସମସ୍ତେ ଯଦିଓ ଜଗତର ଅନାଦି ସତ୍ୟ ସମ୍ପର୍କରେ ବ୍ୟାଖ୍ୟା କରୁଛନ୍ତି, କିନ୍ତୁ ଭଗବତ ଗୀତା ଏକ ଅବିନାଶୀ ପରମାର୍ଥିକ ସତ୍ୟକୁ ବ୍ୟାଖ୍ୟା କରନ୍ତି, ଯାହା ବ୍ରହ୍ମଙ୍କର ଜ୍ଞାନ, ବ୍ରହ୍ମ ସମ୍ପର୍କିତ ଜ୍ଞାନ ଏବଂ ସେହିଭଳି ଅନୁଭବକୁ ପ୍ରାପ୍ତ କରିବା ପାଇଁ ସାଧନାର ଉପଦେଶ ଦେଇଥାଏ। ତେଣୁ ଆମେ ଭଗବତ ଗୀତାକୁ ଅନ୍ୟ ଅର୍ଥରେ ବ୍ରହ୍ମବିଦ୍ୟା ମଧ୍ୟ କହିପାରିବା। ଏବଂ ଯେତେବେଳେ ଆମେ ଏଇଠି ଯୋଗ ଶବ୍ଦ ଯୋଗ କରିଛନ୍ତି, ଅର୍ଜୁନ ବିଷାଦ ଯୋଗ, ସାଂଖ୍ୟ ଯୋଗ, କର୍ମ ଯୋଗ, ଜ୍ଞାନ ଯୋଗ, ଧ୍ୟାନ ଯୋଗ, ତାହେଲେ ଏ ଯୋଗ ଶାସ୍ତ୍ର ଭାବରେ ଆମେ ଭଗବତ ଗୀତାକୁ ନେଉଛୁ ଏବଂ ସାଧକ କିଛି ପରମାର୍ଥକୁ ପ୍ରାପ୍ତ କରିବାକୁ ଚାହାନ୍ତି। ପରମାର୍ଥଙ୍କ ସହିତ ପରମାତ୍ମାଙ୍କ ସହିତ ସାଧକର ଚେତନାକୁ ଯାହା ଯୋଗ କରେ ସେହି ବିଜ୍ଞାନଟିକୁ ଯୋଗଶାସ୍ତ୍ର କୁହାଯାଏ। ଅର୍ଥାତ୍ ସଂକଳ୍ପ ବାକ୍ୟରେ ଗୀତାକୁ ଗୋଟେ ଯୋଗଶାସ୍ତ୍ର ବୋଲି କୁହାଯାଇଛି। ଅର୍ଥାତ୍ ଯେଉଁମାନେ ଭଗବତ ଗୀତା ପଢ଼ନ୍ତି ସେମାନେ ପରମାର୍ଥ ସତ୍ୟକୁ ସାକ୍ଷାତ ଅନୁଭବ କରିପାରିବେ। ତେଣୁ ସୂକ୍ଷ୍ମ ଶାସ୍ତ୍ରୀୟ ଏ ବିଷୟ ତତ୍ତ୍ୱଜ୍ଞାନ ଯୋଗଶାସ୍ତ୍ରରେ ବିଶେଷ ଆକର୍ଷଣ ନଥିଲେ ଏହା ପ୍ରତି ରୁଚି ପ୍ରକୃତରେ ହୁଏ ନାହିଁ। ଆମେ ଦେଖିବା ଯେ ଯଦି ଗଣିତ ଶାସ୍ତ୍ର କଥା ଭାବିବା, ଗଣିତରେ ରୁଚି ନଥିଲେ ଜଣେ ବ୍ୟକ୍ତିଙ୍କୁ ଗଣିତ ହୁଏତ ରୁଚିହୀନ ଲାଗିପାରେ, ଶୁଷ୍କ ଲାଗିପାରେ, ନିରସ ଲାଗିପାରେ, କିନ୍ତୁ ଗଣିତ ଜ୍ଞାନ ବ୍ୟାବହାରିକ ଏବଂ ଜୀବନର ଆବଶ୍ୟକତା ଗୁଡ଼ିକ ପୂରଣ କରେ। ସେହିଭଳି ଭଗବତ ଗୀତା ଯଦିଓ କଠିନ ଲାଗୁଛି ତତ୍ତ୍ୱ ଦୃଷ୍ଟିରୁ, କିନ୍ତୁ ତା ସତ୍ତ୍ୱେ ଏକଥା ମଧ୍ୟ ସରଳ କଥା ଦରକାରୀ ଯେ ଆମ ସମସ୍ତଙ୍କ ଜୀବନରେ ଏ କଥା ପ୍ରୟୋଜନୀୟ। ତାହେଲେ ଏଠି ଯେଉଁ ଜ୍ଞାନ ଉପଦେଶ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ତାଙ୍କର ପରମ ସଖା ଅର୍ଜୁନଙ୍କୁ ପ୍ରଦାନ କରିଛନ୍ତି ଏବଂ ସେ ପୁଣି ଏକ ବିଲକ୍ଷଣପୂର୍ଣ୍ଣ ପରିସ୍ଥିତିରେ, ଯେଉଁଠାରେ ଯୁଦ୍ଧ ପରିସ୍ଥିତି ରହିଛି, ସଂଘର୍ଷପୂର୍ଣ୍ଣ ପରିସ୍ଥିତି ରହିଛି, ସେହିଭଳି ଅବସ୍ଥାରେ ବିଷାଦକୁ ଅବତରଣ କରିଛନ୍ତି ସେହି ଯୁଦ୍ଧର ଜଣେ ମହାନାୟକ ଅର୍ଜୁନ, ଯାହାଙ୍କ ଧନୁ ଉପରେ ସମଗ୍ର ଯୁଦ୍ଧ ନିର୍ଭର କରୁଥିଲା, ତାର ପରିଣାମ ନିର୍ଭର କରୁଥିଲା। ସେହି ଅର୍ଜୁନ ବର୍ତ୍ତମାନ ମାନସିକ ସନ୍ତୁଳନ ହରାଇ ବସିଛନ୍ତି ଏବଂ ସେ ଶ୍ରୀକୃଷ୍ଣଙ୍କ ଠାରୁ ଉପଦେଶ ମାଗୁଛନ୍ତି। ତେଣୁ ଜଣେ ମନୁଷ୍ୟକୁ ଉପଦେଶ ଦେବାର ଗୋଟିଏ ପରିସ୍ଥିତିରେ ଏହି ଭଗବତ ଗୀତାର ଜନ୍ମ ହୋଇଛି। ଏବଂ ଆମେ ଦେଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ଥିଲା ଯେ ଅର୍ଜୁନଙ୍କର ଯେଉଁ ବିଷାଦ ସ୍ଥିତି ଆସିଛି, ସେହି ବିଷାଦ ସ୍ଥିତିକୁ ପ୍ରକୃତରେ ରାଷ୍ଟ୍ର ଧର୍ମ, ସମାଜ ଧର୍ମ ଏବଂ ବ୍ୟକ୍ତି ଧର୍ମ ଏସବୁର ଅନୁସାରେ କିଭଳି ଭାବରେ ସେ ସେହି ବିଷାଦଗ୍ରସ୍ତ ଅର୍ଜୁନଙ୍କ ହୃଦୟରେ ବିଷାଦ ବଦଳରେ କିଭଳି ଜ୍ଞାନ ଓ ପ୍ରେରଣାକୁ ଭରି ଦେଉଛନ୍ତି, ତାହା ହିଁ ଗୁରୁତ୍ୱପୂର୍ଣ୍ଣ। ଏବଂ ସେଥିପାଇଁ ଏହା ଅତ୍ୟନ୍ତ ଔଦ୍ୟୋଗିକ, ଅତ୍ୟନ୍ତ ମୂଲ୍ୟବାନ। ଏବଂ ମୁଁ ଭାବୁଛି ଯେ ଏଭଳି ଗୋଟେ ବିଷାଦ ସ୍ଥିତି ବିନା ଗୋଟେ ଶାସ୍ତ୍ର କାହାକୁ ବେଶୀ ସାହାଯ୍ୟ କରିପାରେ ନାହିଁ। ଆମ ସମସ୍ତଙ୍କ ଜୀବନରେ ଦୁଃଖ, ଜଞ୍ଜାଳ, ଅସହାୟତା, ଅସୁବିଧା ଏବଂ କେତେ ପ୍ରକାର ହାନି ଲାଭ ରହିଛି ଏବଂ ସବୁ ସମୟରେ ସେହି ଭଗବତ ଗୀତା ହିଁ ଆମକୁ ସାହାଯ୍ୟକାରୀ ଗ୍ରନ୍ଥ ଭାବରେ ସାହାଯ୍ୟ କରେ। ଏବଂ ଆମେ
ये गोटे कथा को बहुत भल भाव बुझिले जे जीवन रे भगवत गीता केते प्रयोजनीय। भाई भौणी माने आमे द्वितीय अध्याय सांख्य जोगरे प्रवेश करिवे। आज सांख्यर कथा मो गोटे धाड़ी रे कहितली। एटा गोटे प्रकार सांख्य जोग दर्शनर गोटे बड़ सम्मिलन यही श्लोक गुड़िक हम। तेणु अर्जुन जेहेतु विषादग्रस्त एवं से संपूर्ण भाव में समर्पण करिछि भगवान निकट में, सेतेबेले यही अध्याय रे आमे देखिबा जे 11 श्लोक ठारू श्रीकृष्ण प्रकृतिर उपदेश देवा आरंभ करिसंती। एवं आपण जानती जे कपिल मुनि होउछंती सांख्य दर्शनर व्याख्याका। प्रथम सी ताकू ये जगतर वितरण करथिले। तेणु आमे देखिबा सही कपिल मुनि सांख्य दर्शन को किभली भाव में भगवत गीतार सांख्य दर्शन गोटे लोक सिद्धांत तात्विक शास्त्रीय सिद्धांत ताकू प्रतिवेदन करुछि। अत्यंत अति आकर्षणीय विषय। तो से भली आमे जदि 47 श्लोक रु 60 श्लोक पर्यंत देखिबा सेठी कर्मयोगर गोटे विस्तृत रूप रही एवं 61 रु 70 श्लोक पर्यंत भक्ति योग और प्रथम अंतिम जो दुईटी 71 72 एथिरे संन्यास योग लक्षण रही। अर्थात आपण जेतेबेले एई अध्यायटी पढ़िबे सेतेबेले ज्ञान भक्ति कर्म एवं संन्यास सबूर कथा गुड़िकर गोटे गोटे स्पर्श पाइबे। बेसी जरूरी एठी ब्राह्मी स्थिति कौ स्थिति रे जने रहिले प्रकृत रे ब्रह्मकर उपलब्धि होबो। एवं आमे ये जो दुनिया रे एते परस्पर भिन्न विपरीत मतामत सब रही मतांतर सब रही एवं विभिन्न प्रकार मतभेद रही। ये दर्शन को नहीं ये तत्व को नहीं किभली भाव में भगवत गीता तार एक समन्वय आनिछंती, किभली गोटे सामंजस्य आनिछंती तीनोटी मार्ग भितर ता प्रकृत में बहुत सुंदर भाव में आपण आगे उपस्थापित करा जिवो। तेणु अतः द्वितीय अध्याय आरंभ होछि। संजय पुणी कहउछंती जेभली प्रथम अध्यायर प्रथम श्लोकटी थिला धृतराष्ट्रंकर, तो एठी प्रथम श्लोकटी संजय कहउछंती तं तथा कृपया अविष्ठम अश्रुपूर्णाकुलक्षिणं विषीदन्तं तं मधुसूदन इदं वाक्यम् उवाच। इदं वाक्यम् उवाच मधुसूदन तं तथा कृपया अविष्ठम अश्रुपूर्णाकुलक्षिणं विषीदन्तं तं वाक्यम् उवाच मधुसूदन। एठारे मधुसूदन कहले भगवान मधुसूदन श्रीकृष्ण। तेणु इदम वाक्यम उवाच यही वाक्य यही कथा कहले विषीदंतम शोकाकुल होइकी एवं कुलेक्षणम व्याकुल नेत्रयुक्त अश्रु द्वारा पूर्ण अश्रुपूर्ण आखिरे लुह आसीगला हृदय रे व्याकुलता थिला एवं यही गोटे करुणासिक्त मनीष जड़े असहाय मनीष जड़े तो से जेतेबेले अभिभूत हेले करुणारे विषादरे अश्रुपूरित नेत्रयुक्त नहीं से मधुसूदन को एभली वाक्य कहले। तेणु ये आउ सब्यस्त करिवार किसी जरूरी नहीं जे अर्जुन केते विषादग्रस्त थिले, जहाँ आखिरे एड़े बड़ वीर समग्र भारतवर्ष को जी बारंबार प्रदक्षिण करिसंती, स्वर्गलोक को भी जहाँ यात्रा थिला जे त्रिपुर विजयी हबार मान्यता रखिथिले, से भली जने महान धनुर्धरंकर आखिरे लुह एवं विषाद। तेणु ये गोटे नैराश्यपूर्ण बाह्य परिस्थिति से शिकार हेले। आम समस्त जीवन में ये बाह्य परिस्थिति द्वारा बहु प्रकार मानसिक दौर्बल्य आम मान बहु प्रकार विषाद जंत्रणा बहुत ज न तस्तौ ज तस्तौ अवस्था तैयारी हुए।
किंकर्तव्य विमूढ़ अवस्था तैयारी हुए कौन कर्तव्य कौटा करिया उचित कौटा न करिया उचित ये प्रश्न सब आम भितर उठे। तेणु से जे जने गोटे छोट पिला भली धनुर्धारी योद्धा कांदुछंती तांको आखि नयन रे तांको नयन अश्रुपूर्ण एवं भगवान होउछंती सही अश्रु जे अश्रुपूर्ण अवस्था अच्छी जे लुह गड़ौंट से भली अर्जुन को से उपदेश दौरान जहाँ आम द्वितीय श्लोक पढ़ा। तेबे जेतेबेले गोटे व्यक्ति पाखरे पार्थिव सहानुभूतिशीलता दुख अश्रु एवं एभली अवस्था देखा जाए ताले बुझिया को पड़ो जे से आत्मज्ञान लाभ करि पारि नाहंती। आत्मा प्रति सहानुभूति प्रकाश करिबा जदिओ आत्मा अनुभूति अटे किंतु ता किभली भाबरे कराजिबो ता साधारण मनुष्य जानि न थाए। तेणु अति साधारण चेतन रे अर्जुनंकर एभली गोटे परिस्थिति आसीछि। तेणु सहानुभूति को प्रकृत रे आनिबा ये कथा गुड़िक संभव हो पारि नाही तांको पई। तेणु आमे देखुछु जे तो आमे देखुछु जे अर्जुन जने क्षत्रिय थिले एवं तांको ठारो एभली आशा तो करा जाई न पारे एभली व्यवहार। तेणु आमे तथापि भी गोटे दृष्टि देखिबा साधारण जने मनीष जेतेबेले आत्मीय स्वजनक पई चिंतारे कातर ही पड़ती से भली व्यवहार करती। आम शास्त्र किंतु आहुरी कठोर भाषा रे से भली अवस्था को गाली दियंती। से कहती जे जो माने क्षत्रिय से माने अजथा दुख प्रकाश करती नहीं। अजथा दुख प्रकाश करिबा विलाप करिबा एटा होचे गोटे क्षुद्र मानसिकतार लक्षण। तेणु आत्मान अनुभूति क्षेत्र रे ब्रह्मज्ञान क्षेत्र रे किभली भाव में आमको अग्रगति करिया पड़िबो ये संपर्क रे भगवान कृष्णंकर जहाँ उपदेश रही आम धीरे धीरे अध्ययन करुवा। मो समस्तंकु विनम्र चित्तरे समस्तंकर धैर्य एवं तांकर ये योगदान पाई बहुत बहुत कृतज्ञता जनाऊँगी। आपण माने समस्ते भगवान कृष्णंकर आशीर्वाद रु खूब शुभ मंगल थांतु एवं आमर ये प्रज्ञा यात्रा रे सामिल हुंतु। आमे मुख्यतः धीरे धीरे जेतेबेले एथिरे दर्शन आसीबो आमे विभिन्न महान महान लेखकंकर बा वार्ताकारंकर जो माने भगवत गीतार व्याख्या करिसेंती सेमानंकर व्याख्या को एथिरे अंतर्भुक्त करिबा एवं निश्चित भाव में यही अध्ययन आमको बहु बाटरे सहयोग करिवो एवं आमर शास्त्रीय ज्ञान गुड़ी को अधिक मार्जित करिवो। बहुत बहुत धन्यवाद।